तो भाई माने भौणी माने देखंतु एई जो फोटोटी मु देइछि ये गोटे यूट्यूबर ये एबे रिसेंटली काश्मीर जाइथिले ए जो पहलगाम जो अटैक ହେଲା ପରେ ଆଉ ସେଠିକାର ଲୋକାଲ ଲୋକମାନଙ୍କୁ ପଚାରି ବୁଝିଲେ ଯେ ଆପଣ କଣ ପାଇଁ ଧାରଣାରେ ବସୁନ ସରକାରକୁ ଏ କଥା କଣ ପାଇଁ ପହଞ୍ଚାଉନ या ମାନେ ଯାହା 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 ସବୁ କିଛି ହେଇଛି ଏଇ ଆକ୍ରମଣରେ ଯୋଉମାନଙ୍କ ପରିବାରର ଭାଇ ସ୍ୱାମୀ ମାନେ ଚାଲି ଯାଇଛନ୍ତି ସେମାନଙ୍କୁ ନ୍ୟାୟ କେମିତି ମିଳିବ ସେଥିପାଇଁ ସେ ଲୋକମାନଙ୍କୁ କିଛି କହିଥିଲେ ଯେ ଆପଣ କଣ ପାଇଁ ଧାରଣାରେ ବସୁନାହାନ୍ତି ସରକାର ଜାଣିବ କେମିତି ତ ସେମାନେ କହିଥିଲେ ଯେ ମଜାକରେ ଆମେ ତ ବସିଛୁ ତ ସେମିତି କହି ସେ ୟୁଟ୍ୟୁବର କୁ ମାନେ ଚିଡଚିଡା ହେଇଯାଇଥିଲେ ଆଉ ଗୋଟେ ଅଟୋବାଲାଟେ ମଧ୍ୟ କହିଥିଲା ଯେ କାଶ୍ମୀର ଇଣ୍ଡିଆର ନୁହେଁ ସେ ହଉଛି ପାକିସ୍ତାନର କିମ୍ବା ଜଣେ ଜଣେ କହିଥିଲେ ଯେ କାଶ୍ମୀର କାହାର ନୁହେଁ କାଶ୍ମୀର ଗୋଟେ ଦେଶ ଆଉ ବହୁତ ଜଣ ଲୋକାଲ ଲୋକମାନେ ଏଇଆ କହିବାକୁ ନାରାଜ ଥିଲେ ଯେ ସେମାନେ ଇଣ୍ଡିଆରେ କାଶ୍ମୀରରେ ଥାଇ ନିଜ ଭାରତରେ ଥାଇ ଭାରତ ମାତା କି ଯେ କହିବାକୁ ବି ନାରାଜ ତ ଆପଣଙ୍କ ମତ ସାଙ୍ଗମାନେ କଣ ଏଥିପାଇଁ ମତେ ନିଶ୍ଚୟ କୁହନ୍ତୁ ଆଉ କଣ କହିବି ମାନେ ଏସବୁ ଜିନିଷ ଜାଣି ସାରିଲା ପରେ ମାନେ କାଶ୍ମୀର ବିଷୟରେ ବହୁତ ଦୁଃଖ ଲାଗୁଛି ଧନ୍ୟବାଦ।